ସୁସ୍ଥ ହେବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଅସୁସ୍ଥ ପିଲାମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ଛତିଶଗଡ଼ର 10ଟି ପରିବାର ମିଶନାରୀ ପ୍ରତାରଣାର ପର୍ଦ୍ଦାଫାଶ କରିଥିଲେ। ପୁଣି ସନାତନ ଧର୍ମକୁ ଫେରିଲେ। ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଆଜିର ବିଷୟବସ୍ତୁ ହେଉଛି ଖ୍ରୀଷ୍ଟିଆନ ଧର୍ମାନ୍ତୀକରଣ ମାନେ କିପରି ନିରୀହ ଗରିବ ଆଦିବାସୀ ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଲୋଭ ପ୍ରଲୋଭନ ଦେଇ ଧର୍ମାନ୍ତୀକରଣ କରିଥାନ୍ତି। ଅନେକ ଜାଗାରେ ସେମାନେ ସେମାନଙ୍କର ଅସୁସ୍ଥତା ଏବଂ ନିଜର ରୋଜଗାର ଆର୍ଥିକ ପରିସ୍ଥିତିକୁ ମଧ୍ୟ ଟାର୍ଗେଟ କରିଥାନ୍ତି। ସେ ବିଷୟରେ ଆଜି ଆଲୋଚନା କରିବା ଏବଂ ନିରୀହ ଗରିବ ଆଦିବାସୀ ଲୋକମାନଙ୍କୁ ସତର୍କ ଏବଂ ସାବଧାନରେ ରହିବା ପାଇଁ ମୁଁ ଅନୁରୋଧ କରିବି। ବଡ଼ରାଜପୁର ବ୍ଲକ ଅନ୍ତର୍ଗତ ପିଟିଚୁଆ ଗାଁରେ 10ଟି ପରିବାରର 3ଟି ପିଲା ଥିଲେ। ଆଉ ସେହି 3ଟି ପିଲା ଅସୁସ୍ଥ ଥିଲେ। ଆଉ ସେହି 10ଟି ପରିବାରର ଲୋକମାନେ ପ୍ରକାଶ କରିଛନ୍ତି ଯେ ସେମାନଙ୍କର ପିଲାମାନଙ୍କୁ ଆରୋଗ୍ୟ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଧର୍ମାନ୍ତୀକରଣ ପାଇଁ ପ୍ରଲୋଭନ କରିଥିଲେ। ମିଶନାରୀ ମାନେ ଦାବି କରିଥିଲେ ଯେ ପବିତ୍ର ଜଳ ଏବଂ ପ୍ରାର୍ଥନା କଲେ ଯେଉଁ 3ଟି ଶିଶୁ ଅସୁସ୍ଥ ଥିଲେ ସେମାନେ ପୁଣି ସୁସ୍ଥ ହୋଇଯିବେ। ଫେରି ଆସିଥିବା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଗଇଣ୍ଡଲାଲ ମାର୍କମ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ ଏବଂ କହିଥିଲେ ତାଙ୍କ ଛୋଟ ପୁଅ ଶ୍ୱାସକ୍ରିୟା ରୋଗରେ ପୀଡ଼ିତ ଥିଲେ ଏବଂ ଡାକ୍ତରଙ୍କ ପାଖକୁ ଅନେକ ଥର ଗଲା ପରେ ବିଫଳ ହୋଇଥିଲେ। ଆଉ ସେଠାକାର କେହି ଜଣେ ଲୋକ ସେମାନଙ୍କୁ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କୁ ଯିବା ପାଇଁ ପରାମର୍ଶ ଦେଇଥିଲା। ସେଠାରେ ଯେତେବେଳେ ଏହି 10ଟି ପରିବାର ପହଞ୍ଚିଥିଲେ ସେଠାକାର ମିଶନାରୀ ସେମାନଙ୍କୁ ପାଣି ଦେଇଥିଲା ପିଇବା ପାଇଁ ଏବଂ ସେମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ ଏବଂ ସେହି ମିଶନାରୀ ମାନେ ସେହି 10ଟି ପରିବାରର ଲୋକମାନଙ୍କୁ ବାଇବେଲ ମଧ୍ୟ ଦେଇଥିଲେ ଏବଂ ଖ୍ରୀଷ୍ଟିଆନର ପ୍ରଥା ପାଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ଗଣ୍ଡଲାଲ କହନ୍ତି ଯେ ଏହି ପରିବର୍ତ୍ତନ ଗୁଡ଼ିକ ସେମାନଙ୍କ ଜୀବନରେ କିଛି ପ୍ରଭାବ ପକାଇଲା ନାହିଁ। ଆଦିବାସୀ ସମାଜର ବ୍ଲକ ସଭାପତି ଶଙ୍କର ମାର୍କମ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ ସେମାନେ ଆଦିବାସୀ ମାନଙ୍କର ନିର୍ଦ୍ଦୋଷତାକୁ ଶୋଷଣ କରନ୍ତି, ଆରୋଗ୍ୟ, ଆର୍ଥିକ ସହାୟତା ଏବଂ ସମସ୍ୟା ସମାଧାନର ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି। ଆଉ ଏ ସବୁ ପଛରେ ସେମାନଙ୍କର ଗୋଟିଏ ମୂଳ ଉଦ୍ଦେଶ୍ୟ ଥାଏ, ଧର୍ମାନ୍ତୀକରଣ। ଏହାକୁ ଆପଣମାନେ ଏକ ଯୋଜନାବଦ୍ଧକ ଫାଶ ବୋଲି କହିପାରିବେ। ମୁଁ ଆଗରୁ ଅନେକ ଥର କହିଛି ଆଉ ଏବେ ମଧ୍ୟ କହୁଛି, ଖ୍ରୀଷ୍ଟିଆନୀ ଧର୍ମାନ୍ତୀକରଣ ମାନେ ଲୋଭ ପ୍ରଲୋଭନ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଇ ଧର୍ମାନ୍ତୀକରଣ କରିବା ପାଇଁ ସେମାନେ ଅନେକ ପ୍ରକାରର ଯୋଜନାବଦ୍ଧ କରିଥାନ୍ତି। ବରିଷ୍ଠ ଆଦିବାସୀ ନେତା ରଙ୍ଗିଲାଲ ମାର୍କମ ଖ୍ରୀଷ୍ଟିଆନୀ ମିଶନାରୀ ମାନଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ସେମାନେ ଅଶିକ୍ଷିତ ଏବଂ ଗରିବ ଲୋକମାନଙ୍କୁ ଶିକାର କରନ୍ତି। ସେମାନେ ପବିତ୍ର ଜଳ ଏବଂ ପ୍ରାର୍ଥନା ନାମରେ ଲୋକମାନଙ୍କୁ ଭୁଆଁ ବୁଲାନ୍ତି। କିନ୍ତୁ ସତ୍ୟ ହେଉଛି ସେମାନଙ୍କର ପ୍ରାର୍ଥନା ନା ସେମାନଙ୍କର ପବିତ୍ର ଜଳ ଲୋକମାନଙ୍କୁ ସୁସ୍ଥ କରିପାରେ ନା ଆରୋଗ୍ୟ ଲାଭ ଦେଇପାରେ। କେବଳ ଲୋକମାନଙ୍କୁ ସେମାନେ ଓଲୁ ବନାନ୍ତି ବା ଭୁଆଁ ବୁଲାଇଥାନ୍ତି, ଯାହା ଫଳରେ ଯେଉଁ ଲୋକମାନଙ୍କୁ ସେମାନେ ଧର୍ମାନ୍ତୀକରଣ କରିଥାନ୍ତି ଲୋଭ ପ୍ରଲୋଭନ ମିଥ୍ୟା ପ୍ରତିଶ୍ରୁତି ଦେଇ ଏବଂ ଆରୋଗ୍ୟ କରିବା ପାଇଁ ଆର୍ଥିକ ସହାୟତା କରିବା ପାଇଁ ଯେତେବେଳେ ଲୋକମାନେ ବିଫଳ ହୁଅନ୍ତି ସେହି ଟାଇମରେ ସେମାନେ ପୁଣି ନିଜ ଧର୍ମକୁ ଫେରି ଆସିଥାନ୍ତି। ବର୍ତ୍ତମାନ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବର୍ତ୍ତମାନ ଧୀରେ ଧୀରେ ଜାଗ୍ରତ ହେବାରେ ଲାଗିଛନ୍ତି। ସେମାନେ ତାଙ୍କର ନିଜ ଧର୍ମରେ ରହିବା ପାଇଁ ଚାହୁଁଛନ୍ତି ଏବଂ ମୂଳ ଧର୍ମକୁ ଯେଉଁମାନେ ଛାଡ଼ିକି ଯାଇଛନ୍ତି ସେମାନଙ୍କୁ ପୁଣି ମୂଳ ଧର୍ମକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏବଂ ଅନ୍ୟ ଜଣେ ବ୍ୟକ୍ତି ଫେରି ଆସିଥିବା ବ୍ୟକ୍ତି ସେ ମଧ୍ୟ ମନ୍ତବ୍ୟ ଦେଇ କହିଛନ୍ତି ଯେ ଯେତେବେଳେ ଖ୍ରୀଷ୍ଟିଆନିଟି ଧର୍ମ ଗ୍ରହଣ କରନ୍ତି ସେତେବେଳେ ସାମାଜିକ ବିଚ୍ଛିନ୍ନତା ସୃଷ୍ଟି ହୁଏ। ଆମେ ସମ୍ପ୍ରଦାୟର କାର୍ଯ୍ୟକ୍ରମ ଏବଂ ବିବାହ ଭଳି କାର୍ଯ୍ୟକ୍ରମରୁ ବାଦ ପଡ଼ିଥିଲୁ। ପ୍ରାୟ 18 ମାସ ପରେ ସେମାନେ ନିଜର ମୂଳ ଧର୍ମ ସନାତନୀ ଧର୍ମ ବା ହିନ୍ଦୁ ଧର୍ମକୁ ଫେରିବା ପାଇଁ ଚାହିଁଲେ। ଆଉ ଏହି ନିଷ୍ପତ୍ତି ସେମାନଙ୍କୁ ଶାନ୍ତି ଦେଇଥିଲା ଏବଂ
समाज सेमानकु स्वागत करी मूल धर्म को फेरिबा पई बहुत प्रकार उत्साहित करिथिला। से केंद्र सरकारंकर जातिगत जनगणना एवं छत्तीसगढ़ सरकारंक प्रस्तावित धर्मांतरीकरण विरोधी आईन को स्वागत करथिले। एपरि पदक्षेप मिशनारी मानकु धर्मांतरीकरण करिबा पई रोक लगाइबो। आदिवासीर मूल परिचय को संरक्षण करिबारे साहाय्य करिबो। आदिवासी नेता माने विश्वास करती जे एही पदक्षेप सेमानक संस्कृति एवं परिचय को सुरक्षा देबारे गुरुत्वपूर्ण भूमिका ग्रहण करिबो। सावधान रुहंतु, सतर्क रुहंतु। पुणी देखा हबो आउ एक नुआ वीडियो रे।